ଚାନ୍ଦବାଲି ଭଳି ଏନ୍ଏସି ଏରିଆରେ ଲୋକମାନଙ୍କ ପାଇଁ କେଉଁ କେଉଁ ସୁବିଧା ରହିଛି ଚାଲନ୍ତୁ ଦେଖାଉଛି। ତ ଗାଇସ୍, ଯେମିତି କି ଆପଣ ମାନେ ଜାଣିଥିବେ ସମସ୍ତଙ୍କ ଗାଁରେ ସମସ୍ତଙ୍କ ପାଇଁ କିଛି କିଛି ସୁବିଧା ରହିଥାଏ। ଆଉ ଏମିତି କିଛି ସୁବିଧା ଆମ ଗାଁରେ ମଧ୍ୟ ଅଛି। ଆଉ ତାର ପ୍ରଥମ ଭାଗ ହେଉଛି ଆମ ବୈତରଣୀ ନଦୀ, ଯେଉଁଠିକି ଲୋକମାନେ ମାଛ ଧରି ନିଜର ଘର ପରିବାର ଚଳାନ୍ତି। ତା ଛଡା ଆମ ଗାଁରେ ଗୋଟେ ସ୍ୱଚ୍ଛ ଏବଂ ପରିଷ୍କାର ବସ୍ ଷ୍ଟାଣ୍ଡ ମଧ୍ୟ ରହିଛି, ଯେଉଁଠାରେ ଲୋକମାନେ ଅତି ସହଜରେ ଯିବା ଆସିବା କରିପାରନ୍ତି। ଆଉ ଯଦି ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର କଥା ଆସେ ତାହେଲେ ଆମ ଚାନ୍ଦବାଲିରେ ରହିଛି ସବୁଠୁ ବଡ ମେଡିକାଲ, ଯେଉଁଠାରେ ରୋଗୀମାନେ ଛୋଟ ରୋଗରୁ ଆରମ୍ଭ କରି ବଡ ରୋଗ ଯାଏଁ ସମସ୍ତ ପ୍ରକାରର ଅସୁବିଧାରୁ ମୁକ୍ତି ପାଇଥାନ୍ତି। ଆଉ ଏହି ମେଡିକାଲଟି ସମ୍ପୂର୍ଣ୍ଣ ଗଭର୍ଣ୍ଣମେଣ୍ଟ ମେଡିକାଲ, ସେଥିଲାଗି ରୋଗୀମାନଙ୍କୁ ଏଠାରେ କୌଣସି ପଇସା ଖର୍ଚ୍ଚ କରିବାକୁ ପଡିନଥାଏ। ଆଉ ଏଠି ଟୁରିଷ୍ଟ ମାନଙ୍କ ପାଇଁ ବି ବହୁତ କିଛି ସୁବିଧା ରହିଛି, ଯେମିତି କି ଚାନ୍ଦବାଲିରେ ଥିବା ଏହି ପାର୍କ। ଆଉ ଏହି ପାର୍କରେ ଭିଜିଟର ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଦର୍ଶନୀୟ ସ୍ଥାନ ସହିତ ବହୁତ କିଛି ସୁବିଧା ମଧ୍ୟ ରହିଛି। ଆଉ ଆମ ଚାନ୍ଦବାଲିରେ ଗରିବ ଲୋକମାନଙ୍କ ପାଇଁ ଆହାର କେନ୍ଦ୍ର ମଧ୍ୟ ଅଛି, ଯେଉଁଠାରେ କି ଲୋକମାନଙ୍କୁ 5 ଟଙ୍କାରେ ଭରପୁର ଖାଇବା ମିଳିଥାଏ। ଆଉ ତା ଛଡା ଆମ ଚାନ୍ଦବାଲିରେ ଲୋକମାନଙ୍କର ବାହାଘର କରିବା ପାଇଁ ଏଠାରେ ଦୁଇଟା ମନ୍ଦିର ଉପସ୍ଥିତ ଅଛି। ଗୋଟେ ହେଉଛି ମା ଦୁର୍ଗା ମନ୍ଦିର, ଆଉ ଗୋଟେ ହେଉଛି ମା କାଳୀ ମନ୍ଦିର। ଆଉ ଯଦି ଆପଣ ମାନେ ଏଇ ଦୁଇଟା ମନ୍ଦିର ଭିତରୁ କେଉଁଠି ବି ବାହାଘର କଲେ ତ ଆପଣ ମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ ନାହିଁ, କାହିଁକି ନା ଆପଣ ମାନଙ୍କ ସହିତ ମାର ଆଶୀର୍ବାଦ ଥିବ। ତା ଛଡା ଭାଇ ମାନେ, ଯଦି ଆପଣ ମାନେ ଭିତରକନିକା ବୁଲିବା ପାଇଁ ଚାହାନ୍ତି, ସେଥିଲାଗି ଏଠି ଆପଣ ମାନଙ୍କୁ ସବୁ କିଛି ସୁବିଧା ମିଳିଯିବ। ମାନେ କହିବାକୁ ଗଲେ ଭାଇ ମାନେ, ଲଞ୍ଚ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ବୋଟ ଏଠି ମିଳିଯିବ। ତ ଆପଣ ମାନେ ଯଦି ସତରେ ବୁଲିବା ପାଇଁ ଚାହାନ୍ତି ତାହେଲେ ଆପଣ ମାନେ ଏଇ ଲୋକେସନ କୁ ନିହାତି ଭିଜିଟ କରିବା ପାଇଁ ଆସିବେ। ଆଉ ଆଜିର ଇନଫରମେସନ ଯଦି ଆପଣ ମାନଙ୍କୁ ଭଲ ଲାଗିଥିବ ଫଲୋ ଗୋଟେ ନିହାତି କରିବେ। ତ ରହିଲି ଗାଇସ୍, ଜୟ ଜଗନ୍ନାଥ।